ଜଟଣୀର ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ କୁଦିଆରୀଠାରେ ଥିବା ବାପୁଜୀ କଲୋନୀରେ ଟ୍ରଷ୍ଟର ଅଧ୍ୟକ୍ଷ ନବୀନ ମହାପାତ୍ରଙ୍କ ନେତୃତ୍ୱରେ ଅସହାୟ ଭିନ୍ନକ୍ଷମଙ୍କୁ ଛତା ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ କାଉନସିଲର ଶଶାଙ୍କ ଶେଖର ରାୟ, ଲୁସେନ ରାୟ, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସାହିତ୍ୟିକ ନରେନ୍ଦ୍ର ମୁଦୁଲି, ଅବସରପ୍ରାପ୍ତ ଶିକ୍ଷକ କିଶୋର ସୁବୁଦ୍ଧି ଆତିଥ୍ୟ ଗ୍ରହଣ କରି ଟ୍ରଷ୍ଟର କାର୍ଯ୍ୟକଳାପକୁ ସାଧୁବାଦ ଜଣାଇଥିଲେ। ଟ୍ରଷ୍ଟର ସଦସ୍ୟ ସନ୍ତୋଷୀ ଜାଲି, ବାସୁଦେବ ବେହେରା, ଜିତୁ ଘଡ଼େଇ, ରୁଦ୍ରନାରାୟଣ ସାହୁ, ମହେଶ୍ୱର ସାହୁ, ବିଶ୍ୱଜିତ ପାତ୍ର, ଟିଟୁନ ପରିଡ଼ା, ସଞ୍ଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଆଗକୁ ଏହିପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅଧ୍ୟକ୍ଷ ମତ ଦେଇଥିଲେ। ଜନସେବା ଟ୍ରଷ୍ଟର କାର୍ଯ୍ୟକ୍ରମ ଏହି ଅଞ୍ଚଳର ସବୁଠାରୁ ଆଗରେ ଅଛି। ତାର କାର୍ଯ୍ୟକ୍ରମ ବହୁ ଦିନ ଠାରୁ, ବହୁ ବର୍ଷ ଠାରୁ ଜାରି ରହିଛି। ଖାଲି ଛତା ବଣ୍ଟନ ନୁହେଁ, କମଳ ବଣ୍ଟନ, ଖାଦ୍ୟ ବଣ୍ଟନ ଏବଂ ଦୁଃଖୀରଙ୍କିଙ୍କର ସେବା ଏବଂ ବନ୍ୟା ସମୟରେ ଶୁଖିଲା ଖାଦ୍ୟ ନାଁରେ ଯାଇ ବଣ୍ଟନ କରିବା ଏବଂ ବୃକ୍ଷରୋପଣ ବହୁ କାର୍ଯ୍ୟକ୍ରମ ସହିତ ଜନସେବା ଟ୍ରଷ୍ଟ ଜଡ଼ିତ। ଏଥିପାଇଁ ଏହି ଟ୍ରଷ୍ଟର ଏହି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ମୁଁ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରୁଛି। ମୁଁ ଏଇ ଯେଉଁ ଜନକଲ୍ୟାଣ ସେବା ଟ୍ରଷ୍ଟ କୁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଏତେ ସୁନ୍ଦର ଆୟୋଜନ କରିଥିଲେ। ଏଇ ଯେଉଁ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ବର୍ଷାର ରକ୍ଷା ପାଇବା ପାଇଁ, ସାମୂହିକ ରକ୍ଷା ପାଇଁ ଏଇ ଯେଉଁ ଛତା ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ। ନିଶ୍ଚିତ ଭାବେ ଇଏ ଗୋଟିଏ ପ୍ରଶଂସନୀୟ କାର୍ଯ୍ୟକ୍ରମ। ଆମ ଜଟଣୀ ପୌରାଞ୍ଚଳର ୱାର୍ଡ ନମ୍ବର 22ରେ ଆମର ଥିବା ବାପୁଜୀ କଲୋନୀରେ ଯେଉଁମାନେ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କର ଏ ଯେଉଁ ଛତା ବଣ୍ଟନ କାର୍ଯ୍ୟକ୍ରମ କରାଗଲା, ଏଥିରେ ମୁଁ ଯୋଗ ଦେଇ ମୋତେ ଯେଉଁ ଅତିଥି ଭାବେ ଏଠି ଯେଉଁ ନିମନ୍ତ୍ରଣ କରିଥିଲି, ମୁଁ ଏଠି ଯୋଗ ଦେଇ ନିଶ୍ଚିତ ଭାବେ ନିଜକୁ ଗୌରବାନ୍ୱିତ ମନେ କରୁଛି ଏବଂ ଆଶା ରଖିବି ଏ ଯେଉଁ ଜନକଲ୍ୟାଣ ସେବା ଟ୍ରଷ୍ଟ ସେ ଆଗାମୀ ଦିନରେ ଏଇଭଳି କାର୍ଯ୍ୟକ୍ରମ ତାର ଜାରି ରଖୁ। ଆଗାମୀ ଦିନରେ ତାର ଉତ୍ତରୋତ୍ତର ଉନ୍ନତି କାମନା କରିବି। ସର୍ବପ୍ରଥମେ ଧନ୍ୟବାଦ ଦେବି ମୋର ଜନକଲ୍ୟାଣ ସେବା ଟ୍ରଷ୍ଟର ଯେଉଁମାନେ ସଭ୍ୟ ଅଛନ୍ତି, ସର୍ବୋପରି ସଭାପତି ନବୀନ ବାବୁଙ୍କୁ ଏବଂ ତାଙ୍କର ସମସ୍ତ ସଭ୍ୟମାନଙ୍କୁ ଯେଉଁ ମୋବାଇଲ ୱାର୍କ କରୁଛନ୍ତି, ଗରିବ ଦୁଃଖୀ ରକ୍ଷୀମାନଙ୍କୁ ସାହାଯ୍ୟ କରୁଛନ୍ତି, ସାହାଯ୍ୟ ସହଯୋଗର ହାତ ବଢ଼ାଉଛନ୍ତି, ସେମାନଙ୍କୁ ସେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ନବୀନ ବାବୁଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ। ସେ ଯେଉଁ ମନୋବୃତ୍ତି ରଖି ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି। ବିଶେଷ କରି ଆଜିର କାର୍ଯ୍ୟକ୍ରମ ବାପୁଜୀ କଲୋନୀ, ଝାରବତୀ କଲୋନୀରେ ଅଞ୍ଚଳରେ ଯେଉଁ ଲେପର୍ସ କଲୋନୀ, କୁଦିଆରୀ ବଜାର ଅଞ୍ଚଳରେ ରହିଛି, ଯେଉଁମାନେ ପ୍ରକୃତ ଗରିବ କାଟଗୋରୀରେ ଯାଉଛନ୍ତି, ସେମାନଙ୍କୁ ବର୍ଷାରୁ ମୁକ୍ତି ପାଇବା ପାଇଁ ଛତା ବଣ୍ଟନ କାର୍ଯ୍ୟକ୍ରମ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ। ଭଗବାନ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି କରୁଣା ଏବଂ ଏତିକି ନିବେଦନ କରୁଛି, ଏ ଅନୁଷ୍ଠାନକୁ ସୁଦୃଢ଼ କରନ୍ତୁ ଏବଂ ତାଙ୍କର ହାତ ମୁଠାକୁ ଟାଣ କରନ୍ତୁ। ସେ ଆଗକୁ ଏମିତି ସାହାଯ୍ୟ ସହଯୋଗ ଗରିବ ଲୋକମାନଙ୍କୁ କରନ୍ତୁ। ନରେନ୍ଦ୍ର କୁମାର ମୁଦୁଲି। ଆଜି ଏଇ ଯେଉଁ ଜନକଲ୍ୟାଣ ସେବା ଟ୍ରଷ୍ଟ ଜଟଣୀ ତାର ସେବା କାର୍ଯ୍ୟ ଆରମ୍ଭ କରିଛି ଏଇ ଜଟଣୀ ବାପୁଜୀ କଲୋନୀରେ। ଏଥିରେ ଜନକଲ୍ୟାଣ ସେବା ଟ୍ରଷ୍ଟ ଖାଲି ଆଜିର ଇଏ କାର୍ଯ୍ୟକ୍ରମ ଯେଉଁ ଛତା ବଣ୍ଟନ କାର୍ଯ୍ୟକ୍ରମ କରେନି, ତା ସହିତ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ କରେ। ଦୁଃଖୀ ମାନଙ୍କୁ ବିଭିନ୍ନ ପ୍ରକାର କମ୍ବଳ ବାଣ୍ଟିଥାଏ, ରୋଗୀମାନଙ୍କୁ ଫଳମୂଳ ବାଣ୍ଟିଥାଏ ଏବଂ ସବୁଠାରୁ ବଡ଼ ଜିନିଷ ହେଉଛି ଏ ଅନୁଷ୍ଠାନ ବିଭିନ୍ନ ପ୍ରକାର ସଂରକ୍ଷିତ ଜାଗାରେ ଏବଂ ରାସ୍ତା କଡ଼ରେ ବୃକ୍ଷରୋପଣ କରିଥାଏ। ଆଜିର ଏଇ ଯେଉଁ କାର୍ଯ୍ୟକ୍ରମ ଯୋଗ ଦେଇ ବହୁତ ମୁଁ ଖୁସି ଅଛି ଏବଂ ଏହି ଅବସରରେ ମୁଁ କେବଳ ଗୋଟିଏ କଥା କହିବି, ଆପଣମାନଙ୍କର ଆଶୀର୍ବାଦ ଏଇ ଜନକଲ୍ୟାଣ ସେବା ଟ୍ରଷ୍ଟ ଉପରେ ଥାଉ, ଏହାର ଉନ୍ନତି ହଉ, ଏତିକି କାମନା କରୁଛି। ଧନ୍ୟବାଦ।